ସକାଳୁ ସଞ୍ଜ ହେଇଗଲା ଦମ ଖାଇକିରି ଯାଇ ଟିକେ ବସିଲେ ବସିଲା ବେଳକୁ ତାଙ୍କ ମୁଣ୍ଡରେ ପଶିଲା ଆରେ ପଦନା ମତେ କହିଲୁ ମରିଗଲେ ଛୁଞ୍ଚିଟା କେମିତି ସାଙ୍ଗରେ ନେବେ ପଦନା କହିଲେ ଏଇଟା କଣ ବଡ କଥା ହଉ ଆପଣଙ୍କ ଚୁଟି କେଡ଼େ ସୁନ୍ଦରିଆ କୁଞ୍ଚି କୁଞ୍ଚିଆ ହେଇଛି ତାର ଦେହରେ ଛୁଞ୍ଚିଟାକୁ ଖୋସିଦବା ଆପଣ ସାଙ୍ଗରେ ନେଇ ପଳେଇବେ ବଦମାସିଆ ଆରେ ନିଆଁ ଲାଗିଲେ ଦେହରେ ଛୁଞ୍ଚିଟା ପୋଡ଼ିଯିବନି କିରେ ବାଳ ଗୁଡା ପୋଡ଼ିଗଲେ ଛୁଞ୍ଚିଟା ତ ସେଇ ଚିତା ଭିତରେ ଖସି ପଡ଼ିବ ଆଉ ଜଣେ କହିଲା ବାବୁ କଷ୍ଟ ହଉ ପଛେ ଆପଣଙ୍କ ଦେହରେ ମାଉଁସରେ ଫେରେଇ ଦେବୁ ଆଉ କଣ ଆପଣ ତ ମରିଯାଇଥିବେ ଆପଣ ଜାଣିପାରିବେ ହେଲା ହେଇରେ ମାଉଁସ ଗୁଡାକ ବି ତ ପୋଡ଼ିଯିବ ଛୁଞ୍ଚିଟା ସେଇଠି ପୁଣି ଖସି ପଡ଼ିବ ଏମିତି ବିଭିନ୍ନ ପ୍ରକାରର ଚାକର ବାକରଙ୍କ ଉତ୍ତର ଛୁଞ୍ଚିଟା କେମିତି ସାଙ୍ଗରେ ନେବେ ପୁଣି ରାତିରୁ ଯାଇ ସକାଳ ପାହିଲା ଉପାୟ ମିଳିଲା ଏଥର ବାବୁ ଉଠିଲେ ଛୁଞ୍ଚିଟା ଧରିକି ଦୌଡ଼ିଲେ ବାବାଜୀ ଯୋଉ ଦିଗରେ ଯାଇଥିଲେ ଯାଇ ତାଙ୍କ ପାଦ ତଳେ ଥୋଇଦେଲେ ଆଉ କହିଲେ ମୁଁ ଆଜି ବୁଝିଲି ମଲା ବେଳକୁ ଚେଷ୍ଟା କଲେ ମଧ୍ୟ ଛୁଞ୍ଚିଟା କେହି ସାଙ୍ଗରେ ନେଇପାରିବେ ନାହିଁ ତଥାପି ମଣିଷ ଏଠି ବହୁ କଷ୍ଟ କରେ ପାଳ ଗଦା କୁଟା ଗଦା ନଡ଼ା ଗଦା ଇଟା ଗଦା କୋଡ଼ି ଗଦା କୋଠା ଗଦା ଟଙ୍କା ଗଦା ଏସବୁ ଗଦା କରିବା ପାଇଁ ଜୀବନ ସାରି ଦିଏ ବୋଲିଏ ନନ୍ଦନନ୍ଦନ ଭଗବାନ କି ବଡ଼ ସୁନ୍ଦର ପଦରେ ସାନପଦର ଗାଁର କବି ଭକ୍ତଚରଣ ଦାସ ମନବୋଧ ଚଉତି ସାରି ଲେଖିଲେ টাণ পড়ে